ଯେତେବେଳେ ଗାଁରୁ ବାହାରି ଓଡ଼ିଶାର ମିଶନ ଶକ୍ତି ମା ମାନେ ସ୍ମାର୍ଟ ବ୍ଲେଜର ପିନ୍ଧି ଦୁବେଇ ବାହାରିଲେ ତାହା କଣ ଓଡ଼ିଆ ଅସ୍ମିତା ନୁହେଁ କି? ବଲାଙ୍ଗୀର ଓଡ଼ିଆ ଆଦର୍ଶ ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍କୁଲର ମାନ୍ୟତା ପାଇବା ଏବଂ ଓଏଭିର ପିଲା ଆଇଆଇଟି ଏଣ୍ଟ୍ରାନ୍ସରେ ଟପ୍ କରିବା କଣ ଓଡ଼ିଆ ଅସ୍ମିତା ନୁହେଁ କି? ଆନ୍ତର୍ଜାତୀୟ ମ୍ୟାଚ୍ରେ ଭାରତୀୟ ହକି ଟିମ୍ ଓଡ଼ିଶାର ଜର୍ସି ପିନ୍ଧି ଗର୍ବରେ ଖେଳିବା କଣ ଓଡ଼ିଆ ଅସ୍ମିତା ନୁହେଁ କି? ଦୀର୍ଘ ଶତାବ୍ଦୀ ପରେ ବିଜେପୁର ଚାଷୀଙ୍କୁ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଜଳ ଯୋଗାଇବା କଣ ଓଡ଼ିଆ ଅସ୍ମିତା ନୁହେଁ କି? ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କୌଶଳକୁ ପ୍ରଶଂସା କରି ନ୍ୟୁୟର୍କ ଟାଇମ୍ସରେ ସ୍ତମ୍ଭ ବାହାରିବା କଣ ଓଡ଼ିଆ ଅସ୍ମିତା ନୁହେଁ? କରୋନା କାଳରେ ଦେଶକୁ ଅକ୍ସିଜେନ୍ ସିଲିଣ୍ଡର ପଠାଇ ଲୋକଙ୍କ ଜୀବନ ବଞ୍ଚାଇବା କଣ ଓଡ଼ିଆ ଅସ୍ମିତା ନୁହେଁ କି? ଯେତେବେଳେ ଓଡ଼ିଶା ହକି ବିଶ୍ୱକପ୍କୁ ଥରେ ନୁହେଁ ଦୁଇ ଥର ଆୟୋଜିତ କରିଛି ସେତେବେଳେ ସାରା ବିଶ୍ୱର ଲୋକେ ଗର୍ବର ସହ କ୍ରୀଡ଼ା ଓ ଓଡ଼ିଶାର ଆୟୋଜନକୁ ଦେଖୁଥିଲେ। ଏହା କଣ ଓଡ଼ିଆ ଅସ୍ମିତା ନୁହେଁ କି? ନିଦରେ ଶୋଇଥିବା ଲୋକଙ୍କୁ ଉଠେଇ ହେବ, ହେଲେ ଶୋଇବାର ଅଭିନୟ କରୁଥିବା ଲୋକଙ୍କୁ କେବେ ହେବନି। ଓଡ଼ିଆ ଅସ୍ମିତା କଣ ଭଲ ଭାବରେ ବୁଝୁନଥିବା ଓଡ଼ିଶାର ବିଜେପି ନେତାମାନେ ପ୍ରଥମେ ଅସ୍ମିତାର ଅର୍ଥ ବୁଝନ୍ତୁ।